କେତେ ଜାଗାରେ ଦେଇଛି କେତେ ଜାଗାରେ ନେଇ ଦେଇଗଲା କି ନାଇଁ ସେ ହଉଛି ନାଇଁ ସେ ପ୍ରାଣାୟାମ ମୁଁ ସିନା ବିଧିଟା ଦେଇଛି, ମୁଁ ପ୍ରାଣାୟାମର ପ୍ରକୃତ ବିଧି ମୁଁ ଛାଡ଼ିନି, ସେଟା ଆମ ଗୁରୁଙ୍କର ନିର୍ଦ୍ଦେଶ ନାହିଁ। ଯଦି ତମେ ପ୍ରାଣାୟାମ କରିବା ପାଇଁ ଚାହିଁବ ଏଠିକି ଆସିଲେ ମୁଁ ତାକୁ ବୁଝେଇଦେବି ସବୁ। ତାପରେ ଆମର ଯେନ୍ 46 ପଟଲରେ ଦେଇଛି ତାମାନେ ମାନେ ସଂଖ୍ୟା ହିସାବରେ ଯେନ୍ ଗଣନାଟା ବତେଇছে। ନା ସିଏ ପ୍ରାଣାୟାମ ଆମର ନୁହେଁ, ପ୍ରାଣାୟାମଟା ଭାରି ରିସ୍କଫୁଲ। ଖାଲି ନୁହେଁ, ପ୍ରାଣାୟାମଟା ବହୁତ ବିପଦଜନକ। ପ୍ରାଣାୟାମ ଯଦି ଆମର ହଉଛି ଊର୍ଦ୍ଧ୍ୱରେତ ପ୍ରାଣାୟାମ, ସିଏ ଯୋଉ କହୁଛନ୍ତି ତାହେଲେ ଭୋଗ ମାର୍ଗୀ, ଆମର ହେଲା ଯୋଗ ମାର୍ଗ ହେଲା। ଆଉ ଆମେ ଯୋଉ ପ୍ରାଣାୟାମ ସବୁ ଲୋକ ଶିଖଉଛନ୍ତି, ବଶିଷ୍ଠ କଣ ସେଇ ପ୍ରାଣାୟାମ କରୁଥିଲେ ନା ବିଶ୍ୱାମିତ୍ର ସେଇ ପ୍ରାଣାୟାମ କରୁଥିଲେ? ଯୋଗୀଙ୍କ ପ୍ରାଣାୟାମ ଅଲଗା ହେଲା। ଆଉ ସାଧାରଣ ଲୋକ ଗୋଟେ କଥା ହଉଛି ରୋଗ ନିମିତ୍ତ ପ୍ରାଣାୟାମ, ସେଟା ଯୋଗ ନିମିତ୍ତ ନୁହେଁ। କିନ୍ତୁ ରୋଗ ନିମିତ୍ତ ଯୋଉ ପ୍ରାଣାୟାମ ସଂଖ୍ୟାକଳନା କହୁଛ, ଯୋଉମାନେ ଜାଣିଛନ୍ତି ତାଙ୍କୁ ପଚାର, ସିଏ କହିଦେବେ। କିନ୍ତୁ ଆମ ପ୍ରାଣାୟାମ ଟା ସେଇଆ ନୁହଁ। ଆଉ ଗୋଟେ କିଛି ପଚରାବାର ଥିଲା, ଆମର ଯେନ୍ ପତଞ୍ଜଳି ଯୋଗ ସୂତ୍ର ନେ ଅଛି କି ମାନେ ୟୋଗ ଚିତ୍ତ ବୃତ୍ତି ନିରୋଧ ବୋଲି ଯେନ୍ ଶ୍ଲୋକ ଗୁଡାକ ଅଛି, ସେଥିର ବିଷୟରେ କିଛି କହିଥିଲେ, ଭିଡିଓ ମାନେ ବନେଇଥିଲେ ବି ଭଲ ହେଇଥିଲା। ନା ସେ ବିଷୟରେ ତ ମୁଁ ବହୁତ ବାର କହିଛି ତମକୁ, ଭିଡିଓ ମାନଙ୍କରେ ସେଗୁଡାକ କହିଛି, ବୁଝିଲ କି? ଚିତ୍ତବୃତ୍ତି ନିରୋଧ ହଉଛି ଯୋଗ, ବୁଝିଲ। ପ୍ରଥମେ ଜାଣିବା ପାଇଁ ପଡିବ ଚିତ୍ତର ବୃତ୍ତି କଣ, ବୁଝିପାରିଲ ନା? ଚିତ୍ତର ବୃତ୍ତିଟା କଣ ଆମେ ନ ଜାଣିଲେ କେମିତି ଜାଣିବା ଚିତ୍ତ ବୃତ୍ତି ନିରୋଧ ଯୋଗ? ଚିତ୍ତର ଧର୍ମ କଣ? ନାଇଁ, ଚିତ୍ତର ଧର୍ମ ହଉଛି ବିଚାର କରିବା। ମନ, ବୁଦ୍ଧି, ଚିତ୍ତ, ଅହଙ୍କାର, ଇଏ ହେଲେ ଚାରିଟା ହଉଛି ଅନ୍ତର ଇନ୍ଦ୍ରିୟ। ତେଣୁ ବୁଦ୍ଧି ହଉଛି ଅନୁଭବ ଶକ୍ତି, ଚିତ୍ତ ହଉଛି ବିଚାର ଶକ୍ତି, ମନ ହଉଛି କଳ୍ପନା ଶକ୍ତି, ଏବଂ ଅହଙ୍କାର ହଉଛି ଅଭିମାନ ଶକ୍ତି, ବୁଝିଲ ନା? ତେଣୁ ଯୋଉ ବିଚାର ଶକ୍ତି କି କୁହାଯାଏ ଚିତ୍ତ। ଚିତ୍ତର ବୃତ୍ତି ନିରୋଧ କରିବ। ଚିତ୍ତର ବୃତ୍ତି କଣ ନା, ଚିତ୍ତ ସବୁବେଳେ ପାଇଁ ଚଞ୍ଚଳ ହଉଛି, ମନ ଦ୍ଵାରା ପରିଚାଳିତ ହଉଛି, ହେଲା କି? ଚିତ୍ତଟା ମନ ଦ୍ଵାରା ପରିଚାଳିତ ହଉଛି। ତେଣୁ ପରିଚାଳିତ ହେଇକି ସିଏ କଣ କରୁଛି ନା, ବିଭିନ୍ନ ପ୍ରକାରର ବୃତ୍ତି ବା ଆଚରଣ ସୃଷ୍ଟି କରୁଛି। ତେଣୁ ସେ ଚିତ୍ତ ବୃତ୍ତି ଯୋଉ ଆଚରଣ କରୁଛି, ମନ ଚଞ୍ଚଳ ହଉଛି, ଚିତ୍ତ ଚଞ୍ଚଳ ହଉଛି, ଏଗୁଡାକ ସବୁ ସ୍ଥିର କଲେ ଯାଇକି ଚିତ୍ତ ବୃତ୍ତି ବଳେ ବଳେ ନିରୋଧ ହେଇଯିବ। ତମେ ଗୋଟେ ଦର୍ପଣକୁ ନେଇ ଆସ, ସେଥିରେ ମଇଳା ଅଛି, ତାକୁ ପରିଷ୍କାର କରି ସଫା କରିଦେଲେ ଅଟୋମେଟିକ ପ୍ରତିବିମ୍ବ ଦେଖା ହବ। କିନ୍ତୁ ସେଇଭଳି ତମ ଚିତ୍ତ ଦର୍ପଣରେ ମନ କଣ କରୁଛି ନା, ସବୁବେଳେ ମଇଳା ଜମା କରୁଛି। ଆଚ୍ଛା, ମନଟା କେମିତି ମଇଳା ଜମା କରୁଛି ନା, ଆମର ଚକ୍ଷୁ, ମୁଖ, ନାସା, କର୍ଣ୍ଣ, ଜିହ୍ବା, ଚର୍ମ ଦ୍ଵାରା ଯୋଉ ବିଷୟ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ତାକୁ ଗ୍ରହଣ କରିକି ନାନାଦି ପ୍ରକାର କଳ୍ପନା ଜଳ୍ପନା କରିକିରି ସବୁ ପ୍ରକାରର ପ୍ରକୃତି ସେ ଜାଗା ଉପରେ ଜମା କରୁଛି, ହେଲା। ତେଣୁ କୁପ୍ରକୃତି କି ଜମା କରୁଛି। ତେଣୁ କୁପ୍ରକୃତି କି ବିନାଶ କଲେ ଯାଇକି ସୁପ୍ରକୃତି ଜାଗ୍ରତ ହେବ ଏବଂ ଆତ୍ମ ପ୍ରତିବିମ୍ବ ସୃଷ୍ଟି ହବ। ଚିତ୍ତ ବୃତ୍ତି ନିରୋଧ, ତେଣୁ ଚିତ୍ତର ବୃତ୍ତି ହଉଛି ସେଇଆ। ତେଣୁ ଚିତ୍ତ ବୃତ୍ତି କି ନିରୋଧ କରିବ, ଅର୍ଥାତ୍ ତାକୁ ନିବୃତ୍ତ କରିବ। କେମିତି କରିବ? ଚିତ୍ତ ଚଞ୍ଚଳ ତ ହଉଛି ନା, ତାକୁ ନିରୋଧ କରିବା ପାଇଁ ହେଲେ କଣ ଦରକାର? ବାୟୁରୋଧ। ବାୟୁରୋଧ ହେଲେ ଚିତ୍ତ ବୃତ୍ତି ନିରୋଧ ହେଇଯିବ। ତାକୁ କୁମ୍ଭକ ପ୍ରାଣାୟାମ କୁହନ୍ତି, ହେଲା କି? କୁମ୍ଭକ ପ୍ରାଣାୟାମ କଲେ ମଧ୍ୟ, ହେଲା କି, ଚିତ୍ତ ଚଞ୍ଚଳତା ଦୂର ହେଇପାରିବ ନାହିଁ। ମୁଁ ତମକୁ ଗୋଟେ କଥା କହୁଛି ଶୁଣ, ଯେ ତମେ ପବନକୁ ଅଟକେଇ ଦିଅ, ହେଲା। ପବନକୁ ଅଟକେଇ ଦେଲେ ମନ ସ୍ଥିର ହବ କି? ପବନକୁ ଅଟକେଇ ଦେଲେ ମଧ୍ୟ ମନ ସ୍ଥିର ହବ ନାହିଁ। କିନ୍ତୁ ମନକୁ ଅଟକେଇ ଦେଲେ ପବନ ସ୍ଥିର ବଳେ ହେଇଯିବ। ତେଣୁ ଗୋଟେ ମୁଁ ବୁଝେଇ ଦଉଛି, ଗୋଟେ ଉଦାହରଣ ଦଉଛି, ଯେ ଶରୀର ହଉଛି ଘଣ୍ଟା ଘଣ୍ଟା, ଶରୀର ହଉଛି ଘଣ୍ଟା ଘଣ୍ଟା, ପବନ ହଉଛି ମିନିଟ ଘଣ୍ଟା, ମନ ହଉଛି ସେକେଣ୍ଡ ଘଣ୍ଟା। ଘଣ୍ଟା ତମେ ଯଦି ଦେଖ, ଘଣ୍ଟା ଘଣ୍ଟାଟା ପୁରା ଧୀରେ ଚାଲୁଛି, ମିନିଟ ଘଣ୍ଟା ଆଉ ଟିକେ ଚଞ୍ଚଳ ଚାଲୁଛି, ସେକେଣ୍ଡ ଘଣ୍ଟା ଏକଦମ ଚଞ୍ଚଳ ଚାଲୁଛି। କିନ୍ତୁ ତମେ ସେକେଣ୍ଡ ଘଣ୍ଟା ଟିକେ ଯଦି ଧରି ପକେଇବ, ମିନିଟ ଘଣ୍ଟା 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 ଅଟୋମେଟିକ ସେ ମାନେ ବନ୍ଦ ହେଇଯିବେ।
କାହିଁକି ନା ସେକେଣ୍ଡ ଘଣ୍ଟା ଆଶ୍ରୟରେ ଦିଟା ଚାଲିଛି ନା। ଆଉ ତମେ ଯଦି ଘଣ୍ଟା ଘଣ୍ଟା ଟିକେ କାଢିଦବ ମିନିଟ ଘଣ୍ଟା ସେକେଣ୍ଡ ଘଣ୍ଟା ଚାଲିବି। ସେକେଣ୍ଡ ଘଣ୍ଟା ଟିକେ କାଢିଦେଲେ ମିନିଟ ଘଣ୍ଟା ଚାଲିବ, କିନ୍ତୁ ମିନିଟ ଘଣ୍ଟା କାଢିଦେଲେ ଘଣ୍ଟାଟି ବହୁତ। ତେଣୁ ସେଇଭଳି ପ୍ରକାରର ମନ ହଉଛି ସେକେଣ୍ଡ ଘଣ୍ଟା, ପବନ ହଉଛି ମିନିଟ ଘଣ୍ଟା, ଶରୀର ହଉଛି ଘଣ୍ଟା ଘଣ୍ଟା। ତମେ ଆସନ ସିଦ୍ଧି କରିକି ଶରୀରକୁ ସ୍ଥିର କରିବା ଅର୍ଥ ଘଣ୍ଟା ଘଣ୍ଟା ସ୍ଥିର ହେଲା। ପବନକୁ ରୋଧ କରିବା ଅର୍ଥ ମିନିଟ ଘଣ୍ଟା ସ୍ଥିର ହେଲା। କିନ୍ତୁ ମନକୁ ରୋଧ କଲେ ସେଇଟା ହଉଛି ସେକେଣ୍ଡ ଘଣ୍ଟା ସ୍ଥିର ହବ। ଆଉ ମନ ଯେତେବେଳେ ନିରୋଧ ହବ ସେତେବେଳେ କଣ ହବ ନା ଶରୀରରେ ଅଟୋମେଟିକ କୁମ୍ଭକ ଆଉ ଆସନ ଏ ଦିଟା ସିଦ୍ଧି ହେଇଯିବ। ତେଣୁ ପ୍ରଥମ ମୂଳ କଥା କିଛି, ମୂଳ କଥା ହେଲା ମନ। ମନକୁ ସ୍ଥିର କରିଦେଲେ ଆମର ଚିତ୍ତବୃତ୍ତି ନିରୋଧ ହବ, ପବନ ସ୍ଥିର ହେବ ଏବଂ ଶରୀରରେ ଆସନ ସିଦ୍ଧି ହେଇଯିବ। ତେଣୁ ମନକୁ ସ୍ଥିର କରିବା ପାଇଁ ହେଲେ ପ୍ରଥମ କର୍ତ୍ତବ୍ୟ ହଉଛି ସଦ୍ଗୁରୁ ଦତ୍ତ କ୍ରିୟା ତମେ ଆରମ୍ଭ କରିବ। ପ୍ରାଣାୟାମ ହଉଛି, ପ୍ରାଣାୟାମର ଅଙ୍ଗ ହଉଛି ଚାରିଟା। ଗୋଟେ ହଉଛି ରେଚକ, ଗୋଟେ ହଉଛି ପୂରକ, ଗୋଟେ ହଉଛି କୁମ୍ଭକ, ଆଉ ଚତୁର୍ଥଟି ହଉଛି ତ୍ରାଟକ। ତେଣୁ ତମେ ଯଦି ପ୍ରଥମେ ଏଇ ଚାରିଟା କ୍ରିୟାକୁ ତମେ ଯଦି ଜବତ କରିବା ପାଇଁ ଚାହିଁବ, ମାଷ୍ଟର କରିବା ପାଇଁ ପଡିବ, ତା ଉପରେ ତମକୁ କଷ୍ଟ କରିବା ପାଇଁ ପଡିବ, ସମୟ ସାପେକ୍ଷ। ସେଥିପାଇଁ ପ୍ରଥମେ କଣ କରିବା ପାଇଁ ପଡିବ ନା ଆଗେ ରେଚକ ପୂରକ ଦିଟାକୁ ତମେ କଣ କରିବ ନା ସିଦ୍ଧି କର। ରେଚକ ପୂରକରେ ମନକୁ ନିବେଶ କରିବା ଦ୍ଵାରା ଆମ ଶରୀରରେ 72,000 ନାଡି ଅଛି, ସେଗୁଡା ସବୁ ପରିଷ୍କାର ହେଇଯିବ। ରେଚକ ପୂରକ ଦ୍ଵାରା ଯେତେବେଳେ ନାଡି ପରିଷ୍କାର ହେଇଯିବ, ତାପରେ ସେଇଠୁ କଣ କରିବ ନା କୁମ୍ଭକ କରିବ। ବା କୁମ୍ଭକ ଯଦି ନ କରିବ ବି ସୁଦ୍ଧା ରେଚକ ପୂରକ ଯଦି ଦୀର୍ଘ ସମୟ କରିବ, କୁମ୍ଭକ ବଳେ ବଳେ ସ୍ଥିର ହେଇଯିବ। ଆମ ଗୁରୁ କହିଲେ ନାମ ଭଜନ ନାଶାଶ୍ରିତ ପବନ ବଳଟି ସ୍ଥକିତ। ତେଣୁ ତମେ କୁମ୍ଭକ ଆଉ ତ୍ରାଟକ ଏଇ ଦିଟା ଗୁରୁଙ୍କ ଆଶୀର୍ବାଦରୁ ମିଳିବ। ରେଚକ ପୂରକ ତମର କରିବା କର୍ତ୍ତବ୍ୟ। ସେଥିପାଇଁ ଆମର ମିଶାଣ, ଫେଡାଣ, ହରଣ, ଗୁଣନ ଏ ଚାରିଟା ହଉଛି ପାଠ ନା। ତେଣୁ ମିଶାଣ ଫେଡାଣ ଶିଷ୍ୟର କୃତ, ଗୁଣନ ହରଣ ଗୁରୁଙ୍କ ଦତ୍ତ। ମିଶାଣ ଫେଡାଣ ଅର୍ଥ ରେଚକ ପୂରକ, ରେଚକ ପୂରକ ତମର କୃତ, ଶିଷ୍ୟର କୃତ। ଶିଷ୍ୟ ରେଚକ ପୂରକ କରିବ, କିନ୍ତୁ କୁମ୍ଭକ ତ୍ରାଟକ ଗୁରୁଙ୍କ ଦତ୍ତ। ଗୁରୁଙ୍କ ଆଶୀର୍ବାଦରୁ କୁମ୍ଭକ ଏବଂ ତ୍ରାଟକ ହେଇଯିବ, ବଳେ ବଳେ ହେଇଯିବ। ସେଥିପାଇଁ କୁମ୍ଭକ ତ୍ରାଟକ ପାଇଁ ବିଚଳିତ ହୁଅ ନା, ମୁଁ କରିବି ବୋଲିକି ଏଇ ଚିନ୍ତାଧାରା କର ନା। ମନ ଭିତରେ ଭାବ ରଖ ଯେ ପ୍ରଭୁଙ୍କ ଆଶୀର୍ବାଦରୁ ବା ଗୁରୁଙ୍କ ଆଶୀର୍ବାଦରୁ ସେ ବଳେ ବଳେ ହେଇଯିବ। ଏଇ କଥାଟା ଯଦି ମନ ଭିତରେ ରଖିବ ଯେ କୁମ୍ଭକ ଆଉ ତ୍ରାଟକ ବଳେ ବଳେ ଗୁରୁଙ୍କ ଆଶୀର୍ବାଦରୁ ହେଇଯିବ, ଗୁରୁଙ୍କୁ ସେବା କରି, ତାଙ୍କୁ ପୂଜା କରି, ତାଙ୍କୁ ମନନ କରି, ତାଙ୍କୁ ଭକ୍ତି କରି, ତାଙ୍କ ପାଦରେ ମନୋନିବେଶ କରିବା ଦ୍ଵାରା କରିକିରି ଯଦି ତମେ ରେଚକ ପୂରକ କରିବ, ଧୀରେ ଧୀରେ ତମର କୁମ୍ଭକ ତ୍ରାଟକ ବଳେ ବଳେ ଦିନ ଆସିବ, ହେଇଯିବ। ତେଣୁ ଏ ସବୁ କରିବା କଥା। ଏଗୁଡାକ କରିଦେଲେ ୟାକୁ କୁହାଯାଏ ଚତୁର୍ଥ ପ୍ରାଣାୟାମ। କାହିଁକି ନା ଚତୁର୍ଥ ପ୍ରାଣାୟାମ କରିବାର କାରଣ କଣ ନା ରେଚକ ପୂରକ କୁମ୍ଭକ ତ୍ରାଟକ ଏଇ ଚାରିଟା ହଉଛି ଏଇ ପ୍ରାଣାୟାମର ହଉଛି ଅଙ୍ଗ। ସେଥିପାଇଁ କୁହନ୍ତି ୟାକୁ ଚତୁର୍ଥ ପ୍ରାଣାୟାମ। ଆଚ୍ଛା, ଚତୁର୍ଥ ପ୍ରାଣାୟାମ ହଉଛି ସବୁଠୁ ବଳିଷ୍ଠ, ସବୁଠୁ ସହଜ, ସବୁଠୁ ବଳିଷ୍ଠ। ଚତୁର୍ଥ ପ୍ରାଣାୟାମ କରିବ। ଆଚ୍ଛା, କିନ୍ତୁ ତୃତୀୟ ପ୍ରାଣାୟାମ ଯୋଉମାନେ କରନ୍ତି, ରେଚକ ପୂରକ କୁମ୍ଭକ ଖାଲି କରନ୍ତି, ତୃତୀୟ ପ୍ରାଣାୟାମ, ଏଥିରେ ବିପଦ ଅଛି। ବୁଝିପାରିଲ? ଏଟା ହଉଛି କଳିଯୁଗ। ତମର ଖାଦ୍ୟପେୟ ଠିକ ନଥିବ। ଯୋଉ ବାଇଗଣଟା ବଜାରରୁ ଆଣିକି ତମେ ଖାଉଛ, ସେ ବାଇଗଣଟା ପିଓର ଛଙ୍କା ବାଇଗଣ ନୁହେଁ। ସେ ମାଟିରେ ଅଶୁଦ୍ଧ ଥିମେଟ ଅମୁକ ଦମୁକ ବିଷ ସାର ସବୁ ଦିଆହେଇଛି। ସେଇ ବିଷ ସାରକୁ ସବୁ ଟାଣିକିରି ବାଇଗଣ ଫଳିଛି। ତାକୁ ଆମେ ଖାଇବା ଦ୍ଵାରା ଆମ ଶରୀରର ପ୍ରକୃତ କ୍ରିୟା ଗୋଳମାଳ ହବ ଏବଂ ମନ ଅସ୍ଥିର ହେବ ଏବଂ ପ୍ରାଣାୟାମ କରିବାରେ ବିଘ୍ନ ଘଟିବ। ବୁଝିଲ? ସେଥିପାଇଁ ଆଜିକାଲି ଖାଦ୍ୟ ଯେହେତୁ ଠିକ ନାହିଁ, ତେଣୁ ଆମେ ସେଇ ତୃତୀୟ ପ୍ରାଣାୟାମ କରିବାଟା ଠିକ ନୁହେଁ। ଆଉ ଯୋଉମାନେ କାମନା ମାର୍ଗୀ ଲାଭ ମିଳିବ ମୋର, ମୁଁ ଏଇଆକୁ କଲେ ମୋର ଏଇ ଫଳ ମିଳିବ, ସେଇମାନଙ୍କ ପାଇଁ ସେମାନେ କରନ୍ତୁ। କିନ୍ତୁ ଯେ ଈଶ୍ୱର ଉପଲବ୍ଧି ପାଇଁ
ଆମର କୌଣସି କାମନା ରଖିବା ଦରକାର ନାହିଁ। ଦରକାର ନାହିଁ। ନିଷ୍କାମ ଚିତ୍ତର ଯଦି ଆମେ ସେଗୁଡାକ କରିବା ତାହେଲେ ଆମକୁ ଚତୁର୍ଥ ପ୍ରାଣାୟାମ ଅତି ସହଜ, ସମସ୍ତେ କରିପାରିବେ, କିମ୍ବା ସଂସାରୀ କିମ୍ବା ସନ୍ନ୍ୟାସୀ ସମସ୍ତେ ସହଜରେ କରିପାରିବେ ଏବଂ ଉପଲବ୍ଧି ମଧ୍ୟ କରିପାରିବେ। କିନ୍ତୁ ମନଟା ବୁଝୁନାହିଁ ଏତେ ସହଜ ସରଳ କେମିତି ଏତେ ବଡ ଫଳ ଦବ। ନାଇଁ ନାଇଁ, ଏ ସହଜ ସରଳ ସେ ଅତିରିକ୍ତ ଫଳ ତମକୁ ଦବ। ତମେ କିନ୍ତୁ ଚତୁର୍ଥ ପ୍ରାଣାୟାମ କରିଚାଲ। କଳିଯୁଗରେ ଚତୁର୍ଥ ପ୍ରାଣାୟାମ ହଉଛି ସର୍ବଶ୍ରେଷ୍ଠ ପ୍ରକ୍ରିୟା। ବୁଝିଲ, ଯାହାକୁ ପାତଞ୍ଜଳି ମହର୍ଷି ମଧ୍ୟ ଚତୁର୍ଥ ପ୍ରାଣାୟାମ କହିଛନ୍ତି। ବିଷୟା ବିକ୍ଷେପି ଚତୁର୍ଥ, ବିଷୟା ବିକ୍ଷେପି, ବିଷୟରୁ ବିକ୍ଷେପ କରିକି ମନକୁ ନିବୃତ୍ତ କରିକି ନେଇ ଆସିବାର ନାମ ହଉଛି ଚତୁର୍ଥ ପ୍ରାଣାୟାମ। ତେଣୁ ଚତୁର୍ଥ ପ୍ରାଣାୟାମ କର। ଏ ରେଚକ ପୂରକ କୁମ୍ଭକ ଏଗୁଡାକ ଉପରେ ମୁଣ୍ଡ ପୁରେଇକିରି କାହିଁକି ସମୟ ବିତଉଛ? ସମୟ କାହିଁ? ତମକୁ ବୟସ କେତେ? ନାଇଁ ମୋର ବୟସ ହଉଛି 38। ଆଉ 38 ବର୍ଷ। 38 ବର୍ଷ ଆସିକି ହେଲେ ମୋର ପରିବାର ଅଛି। ଆଉ କିଛି 10-15 ବର୍ଷ ହେଲା ମୁଁ ଗୋଟେ ଗୁରୁ ଶିଷ୍ୟ ପରମ୍ପରାରେ ଯାଇଛି। ଯାଇକି ପ୍ରାଣାୟାମ କରୁଛ? ହଁ ହଁ। ପ୍ରାଣାୟାମର ଫଳ ସବୁ ମିଳୁଛି? ହଁ। ବାସ, ଯଦି ମିଳୁଛି ତାହେଲେ ପଚାରୁଛ କାହିଁକି ମତେ? ନାଇଁ ସେମିତି ନାଇଁ, ଆମେ ଯେତେବେଳେ ଗୋଟେ ଜିନିଷ ପ୍ରତି ଦେଖୁଛୁ ବା ଶୁଣୁଛୁ ଆମେ ସେ ଜିନିଷ କି ଅନୁଭୂତି କରୁଛୁ ବେଲେ ସେଥିର ପ୍ରତି ଆମର ଶ୍ରଦ୍ଧା ଅଛି। ଆମେ ପଚରାମା କିଛି ଜାନମା। ନାଇଁ, ଇଏ ତ ଏକଦମ ସତ କଥା। କିନ୍ତୁ ଗୋଟେ କଥା ମନେ ରଖ, ଗୁରୁ ଯୋଉ ଦତ୍ତ ପ୍ରାଣାୟାମ ଦେଇଛନ୍ତି, ଯଦି ସେ ଠିକ ଜିନିଷ ଦେଇଥିବେ ତମେ ସେଇ ମାର୍ଗରେ ଚାଲ, ଅନ୍ୟ ମାର୍ଗ ଭଟକାନା। ଅଟକିଲେ କଣ ହବ? ମନଟା ବଦଳିଯିବ। ହଁ, ମୁଁ କହୁଛି ଭଲ ଲାଗୁଛି, ଆଉ କିଏ କହୁଛି ଆଉ ଭଲ ଲାଗିବ, କିନ୍ତୁ ସେଥିରେ ମନକୁ ବ୍ୟତିକ୍ରମ କରନା। ଗୁରୁ ଯାହାକୁ ଦେଇଛନ୍ତି ସେଇଆକୁ ନିଷ୍ଠା ଏବଂ ବିଶ୍ୱାସ ରଖିକି ମୋ ଗୁରୁ ଯାହା ଦେଇଛି ସେଇଟା ହଉଛି ଠିକ କରିକିରି ଉପଲବ୍ଧି କର, ଅନୁଭବ କର। ହେଲା, ଅନୁଭବ। ମନ ଭିତରେ କେତେଟା ପ୍ରଶ୍ନ ଅଛି ବେଲେ ଆମେ ଯେନ୍ ଗୁରୁ କରିଛୁ ତାକର ଗୁରୁ ଘରର ପୁଅକେ ଗୁରୁ କରିଛୁ ବେଲେ ବର୍ତ୍ତମାନ ଆମେ ଗଲା ପିରିୟଡରେ ଗୁରୁ ନାଇଁ ଥାଇ ବେଲେ ସେମାନେ ଯେତେବେଲେ ତାଙ୍କର ସାଙ୍ଗେ କଥାବାର୍ତ୍ତା ହେଲୁ ବେଲେ ମତେ କହିଲେ ଗୀତା ପଢ, ଉପନିଷଦ ପଢ, ଭାଗବତ ପଢ କହିଲେ ମୁଁ ପଢଲି। ତାପରେ ଯେନ୍ ପୁରୁଣା ଶିଷ୍ୟ ମାନେ ଥିଲେ ତାଙ୍କର ସାଙ୍ଗେ ଆଲୋଚନା ବିଚାର ବିମର୍ଶ ହେଲା ବେଲେ ସେମାନେ କିଏ କାହାକେ କେନ୍ସି କଥା କହିବାର ଲାଗି ନାରାଜ। ବେଲେ ଆମେ ଯେନ୍ଟା ଟିକେ ପଢି ପୁଢା କରି ଯିମୁ ଯେନ୍ଟା ଗୋଟେ ପଚରାମୁ ସେମାନେ କିଛି କହିବେ କହିଲେ ନାଇଁ, ସେମାନେ ନାଇଁ କହିବାର। ଆମେ ଯେନ୍ଟା ପଚରାମୁ କେନ୍ ଗୀତା କି କେନ୍ 46 ପଟଲ କି କେନ୍ ଉପନିଷଦ ବିଷୟରେ ପଚରାମୁ ବେଲେ ସେମାନେ କିଛି କହିବେ। ବେଲେ କାଣା ହଉଛି ଆପଣଙ୍କର ଭିଡିଓଟା ପୁରା ଖୋଲା ଖୋଲା ସଫା ସଫା ପଲେଇ ଯାଉଛି। ଏଟା ତ ସାମାଜିକ ଜୀବନରେ ହେଡକି ଖୋଲା କହିବାଟା ବି ବଡ କଥା। ମାନେ ଆମେ ଯେନ୍ଟା କି ଗୁରୁ ଶିଷ୍ୟ ପରମ୍ପରାରେ ପଚରାଇ କରି ବି ନାଇଁ ପାଇବା, ଆପଣଙ୍କର ଭିଡିଓରେ ସେଟା ପାଇଯାଉଛୁ। ଏଟା ସତ। କିନ୍ତୁ ଆଉ ଗୋଟେ କଥା ମନେ ରଖ, ମୁଁ ଆଉ ତମକୁ ଗୋଟେ କଥା କହୁଛି। ଆମ ଗୁରୁ ହେଲେ ବ୍ରହ୍ମ ଅବଧୂତ ଠାକୁର ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ। ହେଲା, ସିଏ ଥିବା ପିରିୟଡରେ ମୁଁ ଯେବେଠାରୁ ଉପଦେଶ ନେଇକି ତାଙ୍କ ସଂସ୍ପର୍ଶରେ ଆସିଲି, ହେଲା, ସିଏ ମୋ ଜୀବନ ସାରା ଦିନେ କେବେ ହେଲେ ସିଏ ଥିବା ଅବସ୍ଥାରେ ମତେ ଦିନେ ଗୋଟେ କଥା କିଛି ବୁଝେଇ ନାହାନ୍ତି। ନା, କିଛି କହିନାହାନ୍ତି। ଖାଲି କହନ୍ତି ଚୁପ୍ ଶାଳା, ସିଏ କୋଉଠି ତୁ କୋଉଠି। ମତେ କୌଣସି କଥା ବୁଝେ, ଭଲ ଭଲ ଅନ୍ୟ ସବୁ ଯୋଉ ପୁରୁଣା ଶିଷ୍ୟ ଅଛନ୍ତି ସେମାନଙ୍କୁ ସବୁ ବୁଝାନ୍ତି, ମତେ କିନ୍ତୁ ଗାଳି ଦିଅନ୍ତି, କୁହନ୍ତି ତୁ ପଳା ଏଠୁ। କିନ୍ତୁ ଗୋଟିଏ କଥା ମୁଁ ଜାଣିଛି ଯେ ସେମାନଙ୍କୁ ଯାହା ବୁଝଉଥିଲେ ସିଏ ବୁଝେଇବାଟା ହଉଛି ବାସ୍ତବ ବୁଝା ନୁହେଁ। ତେଣୁ ସିଏ ଯେତେବେଳେ ମତେ ବୁଝେଇଲେ କେମିତି ନା ତାଙ୍କ ଲୋକଙ୍କ ଆଗରେ ବୁଝଉନାହାନ୍ତି ତ, ତେଣୁ ସିଏ ମୋ ହୃଦୟରେ ବୁଝେଇଦେଲେ। ଯେତେବେଳେ ମତେ ହୃଦୟରେ ବୁଝେଇଦେଲେ ମୁଁ ଜାଣିଲି ଯେତେବେଳେ କଣ ଗୁରୁ ଯୋଗ ବଳେ ଶିଷ୍ୟର ହୃଦୁ ଅଜ୍ଞାନ ନାଶେ, ଉପଦେଶ ଚଳେ ଶିଷ୍ୟର ହୃଦେ ସୁଖରେ ବସେ। ଗୁରୁ ଯୋଗ ବଳେ ଶିଷ୍ୟର ହୃଦୁ ଅଜ୍ଞାନ ନାଶେ, ଉପଦେଶ ଚଳେ ତାହାର ହୃଦୟରେ ସେ ବସେ। ସେଇ ଚେତା ନାମ ବଳରେ ଶିଷ୍ୟ ସଂସାର କ୍ଷେତ୍ରେ, ଦେହ ରଥ ଘନି ପ୍ରକୃତି ସଂସାଥେ ଯୁଦ୍ଧରେ ମାତେ। ଜାତି ଘେନି ଯିବ ପ୍ରକୃତି ସାଥେ ଲଢେଇ କରେ, ବିବେକ ହୃଦୟରେ ବସିଣ ମଙ୍ଗ ସଳଖି ଧରେ।
କଣ ବୁଝିପାରିଲେ ନା? ତେଣୁ ଗୁରୁ କଣ କରନ୍ତି ନା ଗୁରୁ ନିଜେ ହଉଛନ୍ତି ଭାବଗ୍ରାହୀ। ସିଏ ଶିଷ୍ୟର ଭାବ ଜାଣିକିରି ତମର ଯେତେବେଳେ ପ୍ରବଳ ଆକାଂକ୍ଷା ରହୁଛି ଯେ ମୁଁ କିଛି ଜାଣିବି ମୁଁ କିଛି ବୁଝିବି, ଗୁରୁ କେବେ ତୁଇ ସିନା ଅନ୍ଧ ଅଟୁରେ ଗୁରୁ ନୁହନ୍ତି ଅନ୍ଧ, ଗୁରୁ ଅନ୍ତର୍ଯାମୀ ଅଟନ୍ତି ତୋର କପାଳ ମନ୍ଦ। ତେଣୁ ଗୁରୁ କଣ କରନ୍ତି ନା ଗୁରୁ ଠିକ ଜାଣୁଛନ୍ତି। ଆମେ ଭାବୁଛନ୍ତି ଆମେ ଯାହା ପ୍ରଶ୍ନ ପଚାରୁଛନ୍ତି ଗୁରୁ କାହିଁ ବୁଝଉନାହାନ୍ତି କି କେହି କିଛି କହୁନାହାନ୍ତି, ମୁଁ କିଛି ବୁଝିପାରୁନି, ଏଇ ଭାବନାଟା ଏକଦମ ଭୁଲ। କାହିଁକି ନା ମୁଁ ଯୋଉ ପ୍ରଶ୍ନ ପଚାରୁଛି ଗୁରୁ ନିଶ୍ଚୟ ତାକୁ ଜାଣୁଛନ୍ତି, ଗୁରୁ ନିଶ୍ଚୟ ତାକୁ ଜାଣୁଛନ୍ତି। କଣ ବୁଝିପାରିଲେ ନା? କିନ୍ତୁ ସେ ସମୟ ଆସିଲେ ସେ ତମକୁ ସେ ଜଗି ରଖିକି ତମକୁ ସେ ଜ୍ଞାନ ଗୁଡାକ ଦେବେ। ଗୁରୁ ଆମ ଗୁରୁ ଆମର ଦେହାନ୍ତ ହେଇଗଲେ ଚାଲିଗଲେ, ହେଲେ କଣ ହବ? ସିଏ ଯୋଉ ଜ୍ଞାନ ମଞ୍ଜି ଗୁଡାକ ବୁଣି ଦେଇ ଯାଇଛନ୍ତି ବା ପୋତି ଦେଇ ଯାଇଛନ୍ତି ମୋ ହୃଦୟରେ, ସିଏ ବର୍ତ୍ତମାନ କଣ କରୁଛନ୍ତି ନା ଗଜା ମାରୁଛି। ହେଲା, ଗୁରୁ କେବଳ କିଛି କରନ୍ତି ନାହିଁ। ଗୁରୁ ଯେ ବୁଝେଇବେ ଏ କଥା ବୁଝିବା ପୁରା ଭୁଲ। ତମେ ଗୁରୁ ସେବା କରିଚାଲ, ଗୁରୁଙ୍କ ଉପରେ ନିଷ୍ଠା ରଖିଚାଲ, ତମ ମନର ଆଶା ଆକାଂକ୍ଷା ଦେଖିକି ସିଏ କଣ କରୁଛନ୍ତି ନା ଜ୍ଞାନ ମଞ୍ଜି ଗୁଡାକ ତମ ହୃଦୟରେ ପୋତି ଦେବେ। ସିଏ ରହନ୍ତୁ ବା ନ ରହନ୍ତୁ, କିନ୍ତୁ ଗଛ ଫଳିବ। ମୁଁ ତମକୁ ଗୋଟେ ଉଦାହରଣ ଦଉଛି। ତମର ଗୋଟେ ଭଲ ଧାନ ଚାଷ କରିବାର ଅଛି, ହେଲା। ଗୁରୁ କଣ କଲେ ନା ଗୁରୁ ହଉଛନ୍ତି ଆଉ ଜଣେ କୃଷକ। ସିଏ କଣ କଲେ ନା ତମକୁ କିଛି ଭଲ ବିହନ ଦେଇଗଲେ, କହିଲେ ଏଇ ବିହନ ଦେଇକି ବୁଣି ଦିଅ, ସେ ଗଛ ହବ, ଦେଇ ଚାଲିଗଲେ। କିନ୍ତୁ ଗଛ ଅଙ୍କୁର କରିକିରି ଗଛ ଫଳେଇବା ଦାୟିତ୍ୱ କାହାର? ତମର ନା। କିନ୍ତୁ ଯିଏ ଦେଇଗଲେ ତାଙ୍କର କିଛି ଆଉ ନାହିଁ, ସେ ଦେଇ ତ ଦେଲେ, ସେ ତାଙ୍କର ଚାଲିଗଲେ, ତାଙ୍କ ସହିତ ଆଉ କିଛି ସମ୍ପର୍କ ନାହିଁ। ଠିକ ସେଇଭଳି ଗୁରୁ ଯେତେବେଳେ ଜ୍ଞାନ ମଞ୍ଜି ବପନ କରିଦେଇକି ତମ ହୃଦୟରେ ଗଲେ, ଆଉ ଗୁରୁଙ୍କ ସହିତ କିଛି ସମ୍ପର୍କ ନାହିଁ। କିନ୍ତୁ ଗୁରୁଙ୍କୁ ସେବା କରିବା କର୍ତ୍ତବ୍ୟ। ଗୁରୁଙ୍କୁ ମନନ କରିକି ସ୍ମରଣ କରିକିରି ତାଙ୍କୁ ଚିନ୍ତା କରିକିରି ଭକ୍ତି କରିକିରି ତାଙ୍କ ମନେ ମନେ ତାଙ୍କର ମାନସିକ ସେବା କରିକିରି ତାଙ୍କ ଠାରୁ ଆଶୀର୍ବାଦ ଲାଭ କରିକି ତମେ ଏଇ ଜ୍ଞାନ ମଞ୍ଜି ଗୁଡାକ କଣ କରିବ ନା ଫଳ ଫଳେଇବ। ଠିକ ସେଇଭଳି ପ୍ରକାରର କଥା। କଣ ବୁଝିପାରିଲ ନା? ଯେ ତମେ ଯେ ଭାବୁଛ ମୁଁ ବୁଝିପାରୁନାହିଁ, ମୁଁ ଏ କରି ନାହିଁ, ତମେ ଗୋଟେ କଥା କର, ଗୁରୁ ନାମକୁ ଅହରହ ସ୍ମରଣା କର। ସ୍ମରଣା କରିକିରି ଗୀତା ଭାଗବତ ପଢ। ଆଉ ତା ଛଡା ଅନ୍ୟାନ୍ୟ ସାଧୁ ମାନଙ୍କୁ ଯେମିତି ମୋର ଦେଖୁଛ, ଅନ୍ୟ ମାନଙ୍କର ସବୁ ଦେଖ। ଦେଖିଲା ପରେ କଣ ହବ ନା ସିଏ ତମ ଭିତରେ ଗୋଟେ ସମାଧାନ ଆସିଯିବ। ଆସିଗଲା ପରେ ସେଇ ସମାଧାନରେ ତମେ ଯାହା ଅନୁଭବ କରିବ ସେଇଟା ହଉଛି ପ୍ରକୃତ ଅନୁଭବ। ବୁଝିପାରିଲ? ଏଇ ଆମ ଗୁରୁ କଣ କହିଲେ ଶୁଣ। ଛପି ଛପି ବ୍ରହ୍ମ ମୂରତି ସର୍ବସ୍ଥାନେ ଭ୍ରମଇ, ଛାଡ଼ିଲେ ପ୍ରକୃତି ବନ୍ଧନ ଦର୍ଶନ ଦିଅଇ। ବୁଝିପାରିଲେ ନା? ତେଣୁ ତମେ ପ୍ରକୃତି ବନ୍ଧନ କେତେବେଳେ ଛାଡିବ ନା ବିଭିନ୍ନ ପ୍ରକାର ସାଧୁ ମାନଙ୍କର ଜିନିଷ ଦେଖୁ ଦେଖୁ ସମୟ ଆସିବ ତମର ପ୍ରକୃତି ବନ୍ଧନ କଟିଯିବ, ଯୋଉଥିରେ କି ତମେ ସେ ଜିନିଷ ପାଇବ। କିଛି ତମେ ଚିନ୍ତା କରନା, ତମେ କର୍ମ କରିଚାଲ। ଆଉ ଯଦି ସମ୍ମୁଖରେ ଯଦି ପ୍ରକୃତ ସାକ୍ଷାତରେ ତମେ କିଛି ଜାଣିବା ପାଇଁ ଚାହୁଁଛ, ତେବେ ମୋ ସହିତ ଯୋଗାଯୋଗ କରିକି ଆମ ଆଶ୍ରମକୁ ଆସିଲେ ମୁଁ ତମକୁ ଡିଟେଲ ସବୁ ବୁଝେଇଦେବି। ତାପରେ କାଣା ହଉଛି, ଆମେ ଯେନ୍ ସାମାଜିକ ଜୀବନ ଯାପନ କରୁଛୁ ପରିବାର କରିକରି, ମନ ଭିତରେ ଅନେକ ଗୁଡାଏ ପ୍ରଶ୍ନ ଅଛି। ସେ ପ୍ରଶ୍ନ ଆଉ କେତେବେଳେ ପଚାରିବ। ଗୋଟେ କଥା ଶୁଣ, ଯେ ଆମ ଗୁରୁ କହିଲେ ସଂସାରୀ ମାନଙ୍କ ପାଇଁ ବଣ ଜଙ୍ଗଲ ବା ଗିରି ଗୃହର କିଛି ଆବଶ୍ୟକତା ନାହିଁ। ଆମେ ଗୃହରେ ରହି ଗୃହ କର୍ମ କରି ଈଶ୍ୱର ଉପଲବ୍ଧି କରିପାରିବା। କିନ୍ତୁ ଗୋଟିଏ କଥା, ଏକାନ୍ତ ନିର୍ଭର ମୁଠାରେ ଯାର ଧରି ନେବି ମୁକ୍ତି ଧାମେ ତା କର। କିନ୍ତୁ ଏତିକି ମାତର, ଏହି ଯେଉଁ ଗୁରୁ ଅଛନ୍ତି ସଦ୍ଗୁରୁ, ଏ ଦୃଢ ବିଶ୍ୱାସ ରଖ। ତମର ଯେତେବେଳେ ସମୟ ଆସିବେ, ଏ ଜନ୍ମ ନହେଲେ ଆର ଜନ୍ମରେ, କିନ୍ତୁ ବିଶ୍ୱାସ ରଖିକି କର୍ମ ଚାଲ। ଏଇ ଯୋଉ ମନ ଭିତରେ ଯୋଉ ପ୍ରଶ୍ନ ଆସୁଛି, ଗୁରୁ ନାମ ସ୍ମରଣ କରି ଘଣ୍ଟା ଘଣ୍ଟା ବସୁନ, ବେଳେ ବେଳେ ହୃଦୟରେ ଯଦି ଗୁରୁ ପ୍ରକୃତ ସେ ସଦ୍ଗୁରୁ ହେଇଥିବେ, ତମ ଗୁରୁ ନାମ ସ୍ମରଣ କରି ଘଣ୍ଟା ଘଣ୍ଟା ବସୁନ, ସେ ପ୍ରଶ୍ନର ଉତ୍ତର ବେଳେ ବେଳେ ପାଇଯିବେ, ଦେଇଦେବେ। ଘଣ୍ଟା ଘଣ୍ଟା ବସିନା ହେବା। ମୁଁ ଯେତେବେଳେ ଗୋଟେ ପ୍ରଶ୍ନ ପଚାରେ ଗୁରୁଙ୍କୁ, ପଚାରିକି ମୁଣ୍ଡିଆଟେ ମାରେ, ଆଜି ନହେଲେ 2 ଦିନ 3 ଦିନ ପରେ ଅଟୋମେଟିକ ତା ଉତ୍ତରଟା ମିଳିଯିବ। ତେଣୁ ତମେ ସେମିତି କର। ମାନେ ସୂତ୍ରଟା ବତା ହେଇଛି, ନାମ ସ୍ମରଣ କର, ମାନେ
मन स्थिर न हेबा मन स्थिर गुरु नाम तो हवा कथा हवा कथा किंतु आमे सेतकी अभ्यास हमर नहीं न बास तेणु अभ्यास आमे करबा आम गुरु से दायी नुहति कि केही निजे दायी हाँ हाँ निज मुक्ति पाई निजे ओटु दायी दृढ़ मनोबल करी पोषण सृष्टिकर्ता पासे निर्विकार चिते आत्मसमर्पण कर अर्पण कौन बुझिपारे ना तेणु निज मुक्ति पे मु हाँ दिने ना दिने मु सक्सेसफुल हेबी दिने ना दिने मुक्ति पाइबी ए दृढ़ करी कर्म कर चल देखिबो तमे सफल निश्चय हबो केही केबे भी अतीत रे केही केबे विफल हेई नै तमे कहीं विफल हबो तमे कर्म कर चल तापर हमर जे गीता पढुछु माने चंचल ही मन कृष्ण प्रमाति बलव दृढ़ जिन श्लोकटा अछि चंचल ही मन कृष्ण प्रमाथे बलव दृढ़ तस्याहं निग्रहं मन्ये वायोरीव सुदुष्करम भगवान श्रीकृष्ण कहते मो अर्जुन कहूँ मो मन भारी चंचल ए चंचल को जेतले मो मन को स्थिर करने चाहूँगी पवन को रोकिला भाया कष्ट होची पवन को तुम नाक पोडाटा को धरिकी जी चापिकी धर तमे बचब ना मरण ठू कष्ट अधिक तेणु अर्जुन कहूँ मन को स्थिर करने मरण ठारू अधिक कष्ट मु मन करुच्ची तार उपाय तमे कहीदियो अर्जुन पचारुची तेणु तुम मन ही प्रकृत में चंचल किंतु मन हूँ 5 भाग विभक्त क्षिप्त विक्षिप्त मूढ़ एकाग्र निरोध या भितर तुम को क्लास रे तुम मन अच्छी सेटा गुरु निर्णय करेंगे करिकी से मन को तुमको सी उन्नति करेंगे तुम कर्म कर बा तुम खाली गुरु नाम को घंटा घंटा स्मरण कर सब हो सेतिकी कर सब पाइज गीता भागवत ज्ञान से सब मिल गुरु जदि ठीक जिनस देथिबे गीता ज्ञान से मिल भागवत से मिल सब से मिल हौ नमस्कार।